କର୍ମୀମାନେ ସାବଧାନ ହେଇଯାଆନ୍ତୁ, ତମମାନଙ୍କ ଜୀବନ କେବଳ ପାର୍ଟିମାନଙ୍କର କାମ କରି କରି ଯିବ ଆଉ ନେତାମାନେ ନେତା ହୋଇ ଆସୁଥିବେ ଆଉ ତମମାନେ କେବଳ ଦେଖୁଥିବ। ହଁ ଦର୍ଶକ ବନ୍ଧୁ, ଆଜି ଆମେ ଏମିତି ଏକ କଥାଟି କହିବା, କାହିଁକି କହୁଛୁ ଆସନ୍ତୁ ଜାଣିବା। ଆଜି ପ୍ରକାଶ ପାଇଛି ବିଜେଡ଼ିର ପଞ୍ଚମ ପ୍ରାର୍ଥୀ ତାଲିକା। ଆଉ ଏଥିରେ ଏମିତି ଏକ ନାମ ଥିଲା ଯାହା ଶୁଣିଲେ ଆପଣ ମଧ୍ୟ କହିବେ ଯେ କର୍ମୀମାନେ ଜୀବନ ସାରା କର୍ମୀ ହୋଇ ରହିଯିବେ। ହଁ ଆଜ୍ଞା, ଆମେ କହୁଛୁ ଅନୁଗୁଳ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ କଥା। ଏଠି ବିଜେଡ଼ି ଟିକେଟ୍ ପାଇଛନ୍ତି ସଂଯୁକ୍ତା ସିଂ, ଅର୍ଥାତ୍ ବର୍ତ୍ତମାନର ବିଧାୟକଙ୍କ ସ୍ତ୍ରୀ। ତାହେଲେ ଆମେ ଠିକ୍ କ'ଣ ଜାଣିଲେ ଯେ ଅନୁଗୁଳ ବିଧାୟକ ଅନୁଗୁଳ 4 ଥର ବିଧାୟକ ରହି ଆସିଛନ୍ତି, ଅର୍ଥାତ୍ ଦୀର୍ଘ 20 ବର୍ଷ ଧରି ଶାସନ କରି ଆସିଛନ୍ତି ଏବଂ ଏଥର ତାଙ୍କୁ ଟିକେଟ୍ ଦିଆଗଲା ନାହିଁ, କିନ୍ତୁ ତାଙ୍କ ସ୍ତ୍ରୀଙ୍କୁ ଦିଆଗଲା। ଏଥିରେ ସ୍ପଷ୍ଟ ହେଲା ଯେ ନେତା ପରେ ନେତା ଘରୁ ଯାହାକୁ ହେଲେ ବି ଟିକେଟ୍ ଦିଆଯିବ ଆଉ ନେତା ମଧ୍ୟ କରାଯିବ। ଆମେ ଏଠି ପ୍ରଶ୍ନ କରୁଛୁ ସେଇମାନଙ୍କୁ, ଆଜକୁ 20 ବର୍ଷ ଧରି ଯିଏ ଦଳ ପାଇଁ କାମ କରି ଆସିଛି ସିଏ ପାଇଲା କ'ଣ? ସିଏ କ'ଣ ସବୁଦିନ ଏମିତି କର୍ମୀ ହୋଇ ରହିଯିବ ଆଉ ନେତା ପରେ ନେତାମାନେ ନେତା ହୋଇ ଆସୁଥିବେ? ଖାଲି ଅନୁଗୁଳ କାହିଁକି, ଓଡ଼ିଶାର ଅନେକ ଆସନ ଅଛି ଯେଉଁଠି କେବଳ ନେତା ପରେ ତାଙ୍କ ପୁଅ ନେତା, ନହେଲେ ତାଙ୍କ ପରିବାର ଯେକୌଣସି ବ୍ୟକ୍ତି ନେତା ହେଉଛନ୍ତି। ଏମିତି ଏକ ଉଦାହରଣ ହେଉଛି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ। ଏଠି ସ୍ୱର୍ଗତ ନବ ଦାସ 15 ବର୍ଷ ରାଜୁତି କଲା ପରେ ତାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ଦୀପାଳି ଦାସ ବର୍ତ୍ତମାନର MLA ଅଛନ୍ତି। ଖାଲି ଏତିକି କାହିଁକି, ସ୍ୱର୍ଗତ ଦାମ ରାଉତଙ୍କ ପରେ ତାଙ୍କ ପୁଅ ସମୀର ରାଉତ ମଧ୍ୟ ଟିକେଟ୍ ପାଇଥିଲେ ଏବଂ ତାଙ୍କ ପରେ ତାଙ୍କ ସ୍ତ୍ରୀ ମଧ୍ୟ ଏଥର ଟିକେଟ୍ ପାଇଛନ୍ତି। ସେହିପରି ଆମେ ଯଦି ସୁକିନ୍ଦା ନିର୍ବାଚନ ମଣ୍ଡଳୀ କଥା କହିବା, ତେବେ ଏଠାରେ ମଧ୍ୟ ପ୍ରଫୁଲ୍ଲ ଗଡ଼େଇ ଦୀର୍ଘ 10 ବର୍ଷ ଧରି ବିଧାୟକ ହେଲା ପରେ 2014ରେ ତାଙ୍କ ପୁଅକୁ, ଅର୍ଥାତ୍ ବର୍ତ୍ତମାନର ବିଧାୟକ ପ୍ରୀତିରଞ୍ଜନ ଘଡ଼େଇକୁ ଟିକେଟ୍ ମଧ୍ୟ ଦିଆଯାଇଥିଲା। ଏଥିରୁ ଆମେ ସ୍ପଷ୍ଟ ହେଲେ ଯେ ଆମ କର୍ମୀମାନେ କ'ଣ ଶିଖିଛନ୍ତି ଆଉ କ'ଣ ଜାଣିଛନ୍ତି। କିନ୍ତୁ ଏକଥା ଆମେ ଜାଣିଛୁ ଯେ ନେତା ପରେ ନେତା ଏବଂ ତାଙ୍କ ପରିବାର ଯେକୌଣସି ବ୍ୟକ୍ତି ନେତା ହୋଇପାରେ, କିନ୍ତୁ କର୍ମୀ ପରେ କର୍ମୀ ମଧ୍ୟ ତାଙ୍କ ପରିବାର ଯେକୌଣସି କର୍ମୀ ହୋଇପାରିବେ। ଏମିତି ଚାଲିଲେ ରାଜ୍ୟ ଆଗକୁ ବଢ଼ିପାରିବ ନା, ସେ ଆପଣଙ୍କୁ ଭାବିବାର ବିଷୟ।